ସେୟାରିଂ ର ଅପସନ ଦେଇଥିବ। ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ, ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗନ୍ନାଥଙ୍କୁ ପ୍ରଣାମ କରି ଆଜି ଆମେ ଆମର ମାଷ୍ଟର ସେସନ ର ଇନସାଇଟ୍ ଭିଡିଓ ଗୁଡାକରେ ସେକେଣ୍ଡ ହାଉସ କୁ ସେକେଣ୍ଡ ଭାଗକୁ ଆମେ ପଢିବା ଆଜି। ଫାର୍ଷ୍ଟ ଭାଗ ଆମେ କାଲି କମ୍ପ୍ଲିଟ କରିଦେଇଥିଲେ। ମୁଁ ଆପଣଙ୍କୁ କହିଥିଲି ଯେ କ୍ଷେତ୍ର କ୍ଷେତ୍ରଜ୍ଞର କଥା। କ୍ଷେତ୍ର ହଉଛି ଘର ମାନେ ହାଉସ, କ୍ଷେତ୍ରଜ୍ଞ ହଉଛନ୍ତି ହାଉସ ର ଅଧିପତି। ଏଇଟା କେବେ ବି ଆପଣ ମାନେ ଭୁଲିବେନି ଆଷ୍ଟ୍ରୋଲୋଜି କଲାବେଳେ। ତେଣୁ ଆହୁରି କାଲିର ଷ୍ଟୋରି ପୁଣି ଆଉଥରେ ରିପିଟ ମାରି ଦଉଛି। ଯଦି କାହାର କିଏ ଘର ଅଛି ଆଉ ସେ ଘର ଭଡା ଦେଇ ଦେଇଛି, ତାହେଲେ ବର୍ତ୍ତମାନ ସେ ଘରର କ୍ଷେତ୍ରଜ୍ଞ ସେ ଭଡାଟିଆ ହେଇଗଲା, ଆପଣ ନୁହନ୍ତି। ଏଇ ଭାବରେ ଆମେ ସେକେଣ୍ଡ ହାଉସ ରୁ କଣ ଦେଖିବା? ସେକେଣ୍ଡ ହାଉସ ଅଫ ଏନି ହାଉସ ସେଟା ତାର ସଷ୍ଟେନାବିଲିଟିକୁ ଶୋ କରେ। ମୁଁ ମୁଁ ବଞ୍ଚିବି କେମିତି? ମତେ ବଞ୍ଚିବା ପାଇଁ ମତେ ଆକୁମୁଲେସନ ଦରକାର। କଣ କଣ ଆକୁମୁଲେସନ ଦରକାର? ନା ମତେ ପରିବାର ଦରକାର, ମତେ ଧନ ଦରକାର, ମତେ ଖାଦ୍ୟ ଦରକାର, ମତେ ଜ୍ଞାନ ଦରକାର, ମତେ କହିବାର ଜାଣିଥିବା ଦରକାର। ଏବଂ କାଳ ପୁରୁଷ କୁଣ୍ଡଳୀରେ ସେକେଣ୍ଡ ହାଉସ ଦେଖାଏ ବେକ, ନେକ୍, ଫେସ୍ ମାନେ ମୁହଁଠୁ ବେକ ପର୍ଯ୍ୟନ୍ତ ଅଂଶଟାକୁ ସେକେଣ୍ଡ ଭାବ କଣ୍ଟ୍ରୋଲ କରେ କାଳ ପୁରୁଷ କୁଣ୍ଡଳୀ। ତ ଆମେ କଣ କଣ ଜାଣିଲେ? ଆମେ ବହୁତ ସିମ୍ପଲ ଜିନିଷ, ଏଟା ବହୁତ ହି ଭାଇଟାଲ ଜିନିଷ। ଆଉ ଏଇଟା ଆପଣ ମାନେ ପୁରା ଏଇଟା ମନ ଧ୍ୟାନ ଦେଇ ଶୁଣନ୍ତୁ। ଆପଣ ଯଦି ଡାଉଟ କ୍ଲିୟର ନବ ତାହେଲେ ଆପଣ ସେସନ ଶେଷରେ ଆମେ ଡିସକସନ କରିବା। ରାଜ ସ୍କ୍ରିନ୍ ଆସୁଛି କି? ମୁଁ ନର୍ଥ ଇଣ୍ଡିଆ ହିଁ ବୁଝେଇବି, ସାଉଥ ମାନେ ଓଡିଶା ମୁଁ ବୁଝେଇନି। ଆପଣ ଆପଣଙ୍କର ବୁଝୁଥିବେ ଓଡିଶା ଦେଖି। ଲେଟ୍ସ ସେ ଏଇଟା ହେଲା 4 ନମ୍ବର କୁଣ୍ଡଳୀ। ମାନେ ମଳ ଏଇଟା କୋଉ କୋଉ ଲଗ୍ନ କିରେ? ମଳ ଏଇଟା କୋଉ ଲଗ୍ନ? କର୍କଟ କର୍କଟ। ଏ ହେ ମୋ ଜୀବନ ଧନ୍ୟ ହେଇଗଲା। ତାହେଲେ ଏଇଟା କୋଉ କୋଉ ଏଇଟା କୋଉ ଇଏ? ଚନ୍ଦ୍ର ଚନ୍ଦ୍ର। ଆରେ ଏଇଟା ତାର ଯୋଉ ସେକେଣ୍ଡ ହାଉସ ହବ, ଏଇଟା କୋଉ ରାଶି ହବ? କର୍କଟ ସିଂହ। ଠିକ ଅଛି, ମ୍ୟୁଟ କରିଦେ। କର୍କଟ ଲଗ୍ନ ପାଇଁ ସିଂହ ରାଶିଟା ହେଇଗଲା ତାର ସଷ୍ଟେନାବିଲିଟିକୁ ଦେଖେଇବ। କଣ ସଷ୍ଟେନ କରିବା ପାଇଁ? ନା ମୁଁ କହିଲି ଆପଣ ଜନ୍ମ ହେଇଛନ୍ତି, ଆପଣଙ୍କୁ ଜନ୍ମ ହବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଦରକାର ଆପଣଙ୍କ ପରିବାର। ସଷ୍ଟେନ କରିବେ ନା, ମ୍ୟାନ ଇଜ ଏ ସୋସିଆଲ ଆନିମଲ। ସେ ତାର ପରିବାର ଦେଖେଇବ। ଆଉ କଣ ଦେଖେଇବ? ନା ଆପଣ ସଷ୍ଟେନ କରିବା ପାଇଁ ଖାଦ୍ୟ ଦେଖେଇବ। ଆଉ କଣ ଦେଖେଇବ? ତମର ଧନ ଦେଖେଇବ। ଆଉ କଣ ଦେଖେଇବ? ତମର ବାଣୀ ଦେଖେଇବ, ବାକ୍ ଶକ୍ତି ଦେଖେଇବ, ବାଗ୍ମିତା ଦେଖେଇବ ଏବଂ ଗଳା ଦେଖେଇବ। ତାହେଲେ ଆମେ ଏଠି ଲେଖିଦବା ସେକେଣ୍ଡ ହାଉସରେ କଣ କଣ ଦେଖିବା। ସେକେଣ୍ଡ ଭାବରୁ ଆମେ ଦେଖିଲେ ସଷ୍ଟେନାବିଲିଟି। ଏ ୱାର୍ଡ ଟା ଭୁଲିବନି, ଏ ୱାର୍ଡ ହିଁ ସବୁ କିଛି। ପରିବାର, ବଚନ, କୁଟୁମ୍ବ, ବାଣୀ, ବାକ୍ ଶକ୍ତି, ବାଗ୍ମିତା ଆଉ ଗଳା। ଏଇଟା ହେଲା, ଏଇଟା ସବୁ ବହିରେ ତମେ ପାଇଯିବ। କିନ୍ତୁ ୟାର କୋରୋଲାରୀରେ ତୁମେ ମାନେ କଣ ଭାବୁଛ? ସେକେଣ୍ଡ ହାଉସ କୁ ପରାଶ୍ରୀ ଆଷ୍ଟ୍ରୋଲୋଜିରେ କୁହାଯାଇଛି ଏଟା ହେଲା ଧନ ଭାବ। ଆରେ ଭାଇ ଧନ ଭାବ ମାନେ କଣ? କୋଉଟା ଧନ? ସେକେଣ୍ଡ ହାଉସ କୁ କି ଯାହା ସବୁ କିଛି ଦରକାର, ଯାହା ସବୁ ତମକୁ ବଞ୍ଚିବା ପାଇଁ ଦରକାର, ଯାହା ଦରକାର ସେଇଟା ତମର ଧନ ନା ନାହିଁ କୁହ? ଯାହା ତମକୁ ତମକୁ ତମେ ତମେ ଯାହା ନିଡ କରୁଛ ବଞ୍ଚିବା ପାଇଁ, ଚାହେ ଭଲ ପାଇବା ହଉ, ଚାହେ ଜ୍ଞାନ ହଉ, ଚାହେ ଚୋରି କରିକି କୌଣସି ଧନ ହଉ, ବା ତମ ମୁଣ୍ଡରେ ଯାହା ଚାଲୁଛି, ତମେ ଯାହା ସାଉଣ୍ଟିବାକୁ ଜୀବନରେ ଚାହୁଁଛ, ସେଇଟା ହଉଛି ତମର ସେକେଣ୍ଡ ଭାବ। ଠିକ ଅଛି ନା? ଆଚ୍ଛା, ମଣିଷ ଯେତେବେଳେ ମଣିଷ ଯେତେବେଳେ ଜନ୍ମ ହେଲା, ଧୀରେ ଧୀରେ ବଢିବ। ଧୀରେ ଧୀରେ ବଢିକି ସେ କଣ କରିବ? ସେ କଣ ଜାଣିବ? ସେ ବଢିକି କଣଟା ହବ ତାର? ବଢିକି ସେ ବଡ ହବ। ବଡ ହେଇକି କଣ କରିବ? ରାଜନୀତି କରିବ।
ଯାହା ତା ଜୀବନରେ ଘଟୁଛି ସେ ଘଟଣା ଗୁଡାକୁ ଘଟଣାକ୍ରମ ଘଟଣା ଚକ୍ରରେ ପଶିକି ସେ ସେଥିରେ ଫେସି ହବ। ଫେସି ହେଇକି ସେଥିରୁ ସିଏ ନଲେଜ ଆଉ ଏକ୍ସପିରିଏନ୍ସ ଗେନ୍ କରିବ। ସେଇଟା ବି ସେକେଣ୍ଡ ହାଉସ ଦେଖାଏ। ଏକ୍ସପିରିଏନ୍ସ ଅଲସୋ କାଉଣ୍ଟସ ଫ୍ରମ ସେକେଣ୍ଡ ହାଉସ। ଆଉ ସେକେଣ୍ଡ ହାଉସ କଣ ଦେଖେ ନା ମଣିଷ ତାର ଛୁଆ ବେଳଟା କେମିତି କରୁଥିଲା। ଠିକ ଅଛି। ମଣିଷ କୋଉ ଭଳିଆ ସଂସ୍କାର ପାଇଛି ସେଇଟା ବି ସେକେଣ୍ଡ ହାଉସ ଦେଖାଏ। ତ ଏଇ ଜିନିଷ ଦେଖାଏ। ଆଚ୍ଛା ନୈସର୍ଗିକ ଶୁଭ ଗ୍ରହ ହେଲେ କଣ ହବ? ଯଦି ସେକେଣ୍ଡ ହାଉସ ର ସବୁଠୁ ପାୱାରଫୁଲ ପ୍ଲାନେଟ ହେଲା ଜୁପିଟର ଆଉ ଭେନସ। ଯଦି ସେକେଣ୍ଡ ହାଉସ ରେ ଜୁପିଟର ଭେନସ ବସିଛନ୍ତି, ଯାହାର ବି ବସିଛନ୍ତି, ବା ସେକେଣ୍ଡ ହାଉସ କୁ ଜୁପିଟର ଭେନସ ଦେଖୁଛନ୍ତି, ତାହେଲେ କଣ ହବ? ସେ ତାର ଗୋଟେ ଯୋଗ ଆସେ ତାକୁ କହନ୍ତି ବାଘ ସିଦ୍ଧି ଯୋଗ। ମୁଁ ଏଟା ବହୁତ ଚାର୍ଟରେ ଦେଖିଛି। ଯଦି କାହାର ସେକେଣ୍ଡ ହାଉସ କୁ ଜୁପିଟର ଦେଖୁଛି, ସେକେଣ୍ଡ ହାଉସ କୁ ଜୁପିଟର କେତେବେଳେ ଦେଖିବ ନା ଯାହାର 10th ରେ ଜୁପିଟର ଥିବ ସେ ପଞ୍ଚମ ଦୃଷ୍ଟିରେ ଦେଖିଦେଲା ସେକେଣ୍ଡ ହାଉସ କୁ। ଯାହାର 8th ରେ ଜୁପିଟର ଥିବ ସିଏ ତାର 7th ଦୃଷ୍ଟିରେ ଦେଖିଦେଲା ସେକେଣ୍ଡ ହାଉସ କୁ। ଯାହାର 6th ରେ ଜୁପିଟର ଥିବ ତାର 9th ଦୃଷ୍ଟିରେ ଦେଖିଦେଲା ସେକେଣ୍ଡ ହାଉସ। ଇଣ୍ଡିପେଣ୍ଡେଣ୍ଟ ଅଫ ଅଲ ଲଗ୍ନର୍ସ ତା ବାଣୀରେ ଡିଭାଇନ ବ୍ଲେସିଂ ଆସେ। ସେ ଲୋକ ଯଦି କହିଦେଲା ଯେ ବ୍ଲେସ କଲା, କହିଦେଲା ଗୋଟେ ଭୁଲ ହବ। ଯଦି ବ୍ଲେସ କଲା ଭଳିଆ କହିଲା କି ଏଇଟା ତୋର ହେଇଯାଉ, ଏବଂ ସେ ଲୋକ ଯଦି ସ୍ପିରିଚୁଆଲ ଲୋକଟା ହେଇଥିବ ତାହେଲେ ସେଟା ହେବାକୁ ବାଧ୍ୟ। ରାଜା ବାବୁ ଆପଣଙ୍କୁ ମନେ ଅଛି ଗୋଟେ ଗୋଟେ ପିଲାକୁ କହିଥିଲି କି ମାଗନ୍ତୁ କଣ ମାଗିବାର ଅଛି, ଆପଣ ଟଙ୍କା ବଦଳରେ ପଇସା ମାଗିଥିଲେ ମନେ ଅଛି? ତ ସେ ବି ଡିଭାଇନ ବ୍ଲେସିଂ। ଆପଣଙ୍କୁ କୁହାହେଲା ମାଗିବା ପାଇଁ, ଆପଣ ମାଗିଲେ ପଇସା, ପଇସା। ଆଉ ସେଇଟା ଟାଇମ ବି କନସିଡର ତାପରେ କରୁଥାଏ। ନାଇଁ ଟାଇମ ନାଇଁ, ସ୍ପଣ୍ଟେନିୟସ ସ୍ପଣ୍ଟେନିୟସ ଥିଙ୍ଗ ସ୍ପଣ୍ଟେନିୟସ ଥିଙ୍ଗସ ଆର୍ ନଟ ସ୍ପଣ୍ଟେନିୟସ। ଏଇଟା ହଉଛି ନିମିତ୍ତ, ଏଇଟା ପ୍ରକୃତି କରାଏ। ଠିକ ଅଛି। ହୁଁ। ଆମେ ଯେତିକିର ଯୋଗ୍ୟ ବହୁତ ଅଧିକା ତାଠୁ ମିଳିଯାଇଛି। ଆଉ ଯଦି ବି ମିଳିଗଲା ଆମେ ତାକୁ ସାଉଣ୍ଡ ବି ରଖିପାରିବ। ଆଚ୍ଛା। ତ ଏଇଟା ହେଲା ସେକେଣ୍ଡ ହାଉସ ର ଖାସିୟତ। ଏବେ ବୁଝିଗଲେ କଣ ମୁଁ ଆପଣଙ୍କୁ ହିଣ୍ଟସ ଦେଲି? ୟେସ୍। ଏବେ ଆହୁରି ଗୋଟେ କଥା ସେକେଣ୍ଡ ହାଉସ ର ମନେ ରଖ। ମୁଁ ପୁରା ଡିପ ପେନେଟ୍ରେସନ କୁ ଯାଉନି। ଡିପ ପେନେଟ୍ରେସନ ଗଲେ ଆପଣଙ୍କ ମୁଣ୍ଡ ବିନ୍ଧିବ, ଯୋଉଟା ଆପଣ କନଫ୍ୟୁଜ ହେଇଯିବ। ପୁରା ଛୋଟ ଛୋଟ କରଲାରେ ପଡୁ। କିନ୍ତୁ ଆପଣ ବେସିକ କନସେପ୍ଟ ଯଦି ଏଗୁଡା ଶୁଣି 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 ଚାଲନ୍ତି, ଗୋଟେ ଟାଇମ ଆସିବ ଆପଣ ଆପଣଙ୍କ ତରଫରୁ ମତେ ସଜେଷ୍ଟ କରିବେ ଯେ ଏଇ ଜିନିଷଟା ଏମିତି, ସେଇ ଜିନିଷଟା ସେମିତି, ତାହେଲେ ଏଇଟା ବି ଗୋଟେ ପସିବିଲିଟି ହେଇପାରେ। ଠିକ ଅଛି। ମୁଁ ଗୋଟେ ପିଲାଟାର କୁଣ୍ଡଳୀ ଦେଖିଥିଲି, ବହୁତ ହାଇଲି ଗୋଟେ ଲେଡି ଥିଲା, ତାର ଗୋଟେ ଥିଲା କର୍ମାଧିପତି ଧର୍ମାଧିପତି ଯୋଗ, ସଟନ ଜୁପିଟର 8th ହାଉସ। ଠିକ ଅଛି। ସେକେଣ୍ଡ ହାଉସ ବ୍ଲାଙ୍କ। ଚାର୍ଟକୁ ସେ ଚାର୍ଟକୁ ମୁଁ ବହୁତ ହି ଡରେ। ସେ ଚାର୍ଟକୁ ମୁଁ ବହୁତ ହି ଡରେ। ମୁଁ ନିଜେ ଏକ୍ସପିରିଏନ୍ସ କରିଛି ବ୍ୟବହାର କ୍ଷେତ୍ରରେ। ଯେତେବେଳେ ତାର ସହିତ କୌଣସି ଅନ୍ୟ ଅନୀତି ହେଇଯାଏ, ଭାଇ ସେ ଯଦି ରାଗି ଥରେ କୌଣସି ଜିନିଷ କହିଦେଲା ସେଟା ହବାକୁ ବାଧ୍ୟ ତମ ସହିତ, କାରଣ ତମର କର୍ମ ବି ଗଲା, ତମର ଧର୍ମ ବି ଗଲା। ଆଉ ଲୋକମାନେ ଏଟାକୁ ମଜା ଭାବନ୍ତି। ମୁଁ କିନ୍ତୁ କେବେ ବି ଆକୁ ମଜା ଭାବେ। ଆଇ କନସିଡର ଇଟ ଭେରି ସିରିୟସ୍। କାରଣ ମୁଁ ଦେଖିଛି ତା କଣ ହଉଛି, ତାକୁ ଯୋଉ ଲୋକମାନେ ହଇରାଣ କରୁଛନ୍ତି ତାର କଣ ତା ସହିତ କଣ ହେଲା, କେମିତି କଣ ଘଟିଲା। ତ ଏଇ ସବୁ ଜିନିଷ ଅଲଗା କଥା। ତ ଆମେ କଣ ଦେଖିଲେ, ଏବେ ଆମେ ଗୋଟେ ଗୋଟେ ବେସିକ ପ୍ରେଡିକ୍ସନ କରୁ। ସେକେଣ୍ଡ ହାଉସରେ ସନ୍ ବସିଗଲା, ମନେ ରଖନ୍ତୁ କୌଣସି ପ୍ଲାନେଟ ଯଦି ନିଜ ଘରେ ବସିଲା ସେ ତା ଘରକୁ ଖରାପ କରିବନି। ମୁଁ ଚୋର ତସ୍କର ହେଇପାରେ, ମୁଁ କଣ ମୋ ନିଜ ଘରେ ଚୋରି ତସ୍କର କରିବି? କରିବିନି ନା। ମୁଁ ମୋ ପାଖରେ କିଛି ଚୋରି ତସ୍କର କରିବାକୁ। ସେମିତି ଭଳି ଯଦି କୌଣସି ଲୋକ କୌଣସି କ୍ଷେତ୍ରଜ୍ଞ କନସେପ୍ଟ ହିସାବରେ ଯଦି ଜୁପିଟର ବସିଲା, ଭେନସ ବସିଲା, ମର୍କ୍ୟୁରୀ ବସିଲା, ମୁନ ବସିଲା, ବହୁତ ବଢିଆ। ଆଉ କୁଣ୍ଡଳୀରେ ତ ଗୋଟିଏ ଗ୍ରହ ବସିନଥାନ୍ତି, 9ଟା ଗ୍ରହ ବସିଥାନ୍ତି। କିଏ କାହାକୁ ଦେଖୁଛି, କାହାଠୁ କାହାର ଦୃଷ୍ଟି ହଉଛି, ନବାଂଶ କଣ ଅଛି, ସବୁ ଦେଖିବାକୁ ପଡିବ। କିନ୍ତୁ ଗୋଟେ ବେସିକରେ କଣ ଆସିବ? ବେସିକରେ ସେ ଆଇଡିଆଟା ଆସିବ ଯୋଉ ଆଇଡିଆଟା ତାର ନୈସର୍ଗିକ କାରକ ତତ୍ତ୍ୱକୁ ନେଇକି ଗଠିତ ହୋଇଛି। ନୈସର୍ଗିକ କାରକ ତତ୍ତ୍ୱ ମୁଁ ଅଲରେଡି ପଢେଇ ଦେଇଛି ସବୁ ପ୍ଲାନେଟର, ସେଗୁଡା ଦେଇ ଦେଖ। ତାକୁ ନିଜେ ବସି ରିଲେଟ କର। ଜୁପିଟର ଯଦି ସେକେଣ୍ଡ ହାଉସ ଥିବ ତାହେଲେ ସେ କଣ କଣ ପାଇବ। ଏଇଟା ଥିଲା ଗୋଟେ ସର୍ଟ ଇଣ୍ଟ୍ରୋଡକ୍ସନ ସେକେଣ୍ଡ ହାଉସ ପାଇଁ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।